ଅକ୍ଟୋବର ମାସ ଆସିଲେ ରାଜ୍ୟବାସୀଙ୍କ ମନରେ ଛନକା ପଶିଯାଏ। ଛନକାର କାରଣ ହେଉଛି ବାତ୍ୟା। ବାତ୍ୟା ପ୍ରବଣ ଓଡ଼ିଶା ଅତୀତରେ ବିନାଶକାରୀ ବାତ୍ୟା ଦେଖିଛି। ଯେତେ ସବୁ ବଡ଼ ବାତ୍ୟା ଅକ୍ଟୋବର ମାସରେ ହିଁ ହୋଇଛି। 1999 ମସିହା ମହାବାତ୍ୟା ହେଉ କି 2013ର ସୁପର ସାଇକ୍ଲୋନ୍, ଅତୀତ ଅଭିଜ୍ଞତା ଦୃଷ୍ଟିରୁ ଅକ୍ଟୋବର ମାସରେ ବାତ୍ୟା ଆଶଙ୍କାରେ ରୁହନ୍ତି ଲୋକେ। ଏକଥା ସତ ଯେ 1999 ମହାବାତ୍ୟା ପରେ ଓଡ଼ିଶା ବାତ୍ୟା ମୁକାବିଲା କ୍ଷେତ୍ରରେ ବିଶ୍ୱବ୍ୟାପୀ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ସଶକ୍ତ କରାଯାଇଛି ବାତ୍ୟା ମୁକାବିଲା ଭିତ୍ତିଭୂମି। ଲୋକେ ବି ଆଗ ଅପେକ୍ଷା ସଚେତନ ହେଲେଣି। ହେଲେ ଅକ୍ଟୋବର ମାସରେ ମେଘୁଆ ପାଗ ସହ ପବନ ବହିଲେ ଲୋକଙ୍କ ମଧ୍ୟରେ ବାତ୍ୟାର ଭୟ ସୃଷ୍ଟି ହୁଏ। କିଛି ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ଏଥିପାଇଁ କିଛି ପରିମାଣରେ ଦାୟୀ ବୋଲି କୁହାଯାଇପାରେ। ସୂଚନା ଓ ସଚେତନତା ଆଳରେ କିଛି ଟିଭି ଚ୍ୟାନେଲ ସାମାନ୍ୟ ଲଘୁଚାପ ପୂର୍ବାନୁମାନ ଖବରକୁ ବି ବଢ଼ାଇ ଚଢ଼ାଇ ପ୍ରସ୍ତୁତ କରନ୍ତି, ଯେପରି ସେମାନେ ବାତ୍ୟା ଆସୁ ବୋଲି ଚାହାନ୍ତି। ଭାରତୀୟ ପାଣିପାଗ କିଛି ସ୍ପଷ୍ଟ କରିବା ଆଗରୁ ନ୍ୟୁଜ୍ ଚ୍ୟାନେଲ ଆଡ଼ୁ ବାତ୍ୟା ପବନଟା ଆଗ ଭଳି ଟିକେ ଜୋରରେ ବହେ। ବୁଝିବା ଦରକାର ଯେ ସଠିକ୍ ସୂଚନା ଦେବା ଓ ଲୋକଙ୍କୁ ଛାନିଆ କରାଇବା ମଧ୍ୟରେ ବଡ଼ ଫରକ ରହିଛି। ଏବେ ଅକ୍ଟୋବର ମାସ ଚାଲିଛି। ଦୁଇଟା ଲଘୁଚାପ ଆଗ ପଛ ହୋଇ ଆସିବ ବୋଲି ସୂଚନା ମିଳିଛି। ହେଲେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନଥିବା ବେଳେ ବାତ୍ୟା ଆଶଙ୍କାରେ କିଛି ବୈଦ୍ୟୁତିକ ଗଣମାଧ୍ୟମ ଲୋକଙ୍କୁ ଡରାଇବା ଆରମ୍ଭ କଲେଣି। କିଛି ବିଦେଶୀ ପାଣିପାଗ ସଂସ୍ଥାର ସୂଚନାକୁ ଆଧାର କରି ବାତ୍ୟା ବୋଲି ରଡ଼ି ଛାଡ଼ିଲେଣି। କିଛି କଥା କେବେ ବି ବଦଳେ ନାହିଁ। ବ୍ୟୁରୋ ରିପୋର୍ଟ, BS ଟୁଡେ।